ନିକଟରେ ମୁଁ ମୋ ଡାକ୍ତରଙ୍କ କାର୍ଯ୍ୟାଳୟକୁ ଯାଇଥିଲି। ମୋତେ କୁହାଗଲା ଯେ ମୋର ରକ୍ତଚାପ 115/75 ଅଟେ। ତେଣୁ ମୁଁ ଭାବିଲି ଏହାର ଅର୍ଥ କ'ଣ? ଏହି ସଂଖ୍ୟା ଓ ଅଭିଜ୍ଞତାକୁ ବ୍ୟବହାର କରି ରକ୍ତଚାପ ବିଷୟରେ କିପରି ଜାଣିବା, ଚାଲ ଦେଖିବା। ମୁଁ ଏଠି ଗୋଟିଏ ଟ୍ୟୁବ୍କୁ କଳ୍ପନା କଲି ଏବଂ କଳ୍ପନା କଲି ଯେ ରକ୍ତ ସେହି ଟ୍ୟୁବ୍ ଦେଇ ଗତି କରୁଛି ବା ପ୍ରବାହିତ ହେଉଛି। ଏହି ଟ୍ୟୁବ୍ ଏକ ରକ୍ତନଳୀ ପରି ହୋଇଥାଏ। ତେଣୁ ରକ୍ତ କ'ଣ କରିବ ନା ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଯାଇପାରିବ। ହୃତ୍ପିଣ୍ଡର ସଙ୍କୋଚନ ଓ ଶିଥିଳନ ଦ୍ୱାରା ରକ୍ତ ଧମନୀ ମଧ୍ୟ ଦେଇ ପ୍ରବାହିତ ହୋଇଥାଏ। ତାହେଲେ ହୃତ୍ପିଣ୍ଡର ସଙ୍କୋଚନ ବେଳେ ରକ୍ତ ଧମନୀ ମଧ୍ୟକୁ ପଶିଯାଏ। ଏହି ବାଟରେ ରକ୍ତ ତିଆରି କରୁଥିବା କିଛି ଜିନିଷ ମଧ୍ୟ ପ୍ରବାହିତ ହୋଇଥାଏ, ଯାହାକି ଏହି କାନ୍ଥ ଉପରେ ଏକ ବଳ ପ୍ରୟୋଗ କରିଥାଏ ବା କିଛି ଫୋର୍ସ ଆପ୍ଲାଏ କରିଥାଏ। ଏହା କିଛି କୋଷ ହୋଇପାରେ କି କିଛି ଜୀବକ ମଧ୍ୟ ହୋଇପାରେ। ଏହା କ'ଣ କରେ, ଏହି ରକ୍ତନଳୀର କାନ୍ଥ ଉପରେ କିଛି ବଳ ପ୍ରୟୋଗ କରିଥାଏ ବା ରକ୍ତନଳୀର କାନ୍ଥ ଉପରେ କିଛି ନୂତନ ବଳ କାମ କରିଥାଏ। ତା ମାନେ ରକ୍ତର ପ୍ରବାହ ଫଳରେ ଧମନୀ କାନ୍ଥରେ ଯେଉଁ ଚାପ ସୃଷ୍ଟି ହୁଏ ତାହାକୁ ଆମେ କ'ଣ କୁହେ? ରକ୍ତଚାପ ବୋଲି କହିଥାଉ। ତାହେଲେ ଆମେ ରକ୍ତଚାପ ଏବେ କ'ଣ ଲେଖିପାରିବା ନା ସିଷ୍ଟୋଲିକ୍ ଚାପ ବାଇ ଡାୟାଷ୍ଟୋଲିକ୍ ଚାପ। ସିଷ୍ଟୋଲିକ୍ ଚାପ କ'ଣ ନା ହୃତ୍ପିଣ୍ଡର ସଙ୍କୋଚନ ଜନିତ ଚାପକୁ ସିଷ୍ଟୋଲିକ୍ ଚାପ କୁହାଯାଏ ଏବଂ ଶିଥିଳନ ବେଳର ବଳକା ରକ୍ତର ଚାପକୁ ଡାୟାଷ୍ଟୋଲିକ୍ ଚାପ ମଧ୍ୟ କୁହାଯାଏ। ଏବଂ ଯଦି ଆମର ଉଚ୍ଚ ରକ୍ତଚାପ ହେବ ତାହେଲେ ଧମନୀ ଫାଟିଯିବାର ସମ୍ଭାବନା ଥାଏ। ଏଠାରେ ଦୁଇଟି ପ୍ରଶ୍ନ ମୋ ମନରେ ଆସୁଛି। ମୁଁ ରକ୍ତଚାପ ବିଷୟରେ ଯଦି ଚିନ୍ତା କରୁଛି ତାହେଲେ ମୁଁ ଭାବୁଛି କେଉଁଠାରେ ରକ୍ତଚାପ ନିଆଯାଉଛି ଏବଂ ଏହାକୁ କେତେବେଳେ ଆମେ ନେଇପାରିବା। ତାହେଲେ ଦୁଇଟା ପ୍ରଶ୍ନ ଏଠି ମୋ ମନରେ କ'ଣ କ'ଣ ନା କେଉଁଠାରେ ଆଉ କେତେବେଳେ। ତାହେଲେ ପ୍ରଥମ ପ୍ରଶ୍ନର ଉତ୍ତର ଆମେ ଚାଲ ଦେଖିବା। ଦେଖ, ଏହା ହେଉଛି ହୃତ୍ପିଣ୍ଡ ବା ହାର୍ଟ। ଏଇଟା ଆକ୍ଚୁଆଲ ଚିତ୍ର ନୁହେଁ, କିନ୍ତୁ ମୁଁ ଇମାଜିନ୍ କରି ଏଇଭଳି ଚିତ୍ର ଆକାରରେ ଆପଣମାନଙ୍କୁ ବୁଝାଉଛି। ତ ଏଥିରୁ ଏଇ ଯେଉଁ ଚିରାଟା ବାହାରିଛି ଏହାକୁ କହନ୍ତି ମହାଧମନୀ। ଏହି ମହାଧମନୀ ବହୁ ଶାଖା ପ୍ରଶାଖା ବିଶିଷ୍ଟ ହୋଇଥାଏ। ତ ଏଠି ମୁଁ ଗୋଟେ ଶାଖାକୁ ନେଇଛି, ଏହାକୁ ମୁଁ ଅଙ୍କନ କରି ମଧ୍ୟ ଦେଖେଇଛି। ତ ଯେଉଁଟାକୁ ଏଇ ଶାଖାଟାକୁ ମୋ ବାହୁକୁ ଯାଇଛି, ତେଣୁ ଏହାକୁ କହନ୍ତି ବାହୁ ଧମନୀ। ତ ଏଇ ଯେଉଁ ଶାଖାଟାକୁ କ'ଣ କହିଲେ? ବାହୁ ଧମନୀ କହିଲେ, କାହିଁକି ନା ଏହା ଆମ ବାହୁକୁ ଯାଇଛି। ସାଧାରଣତଃ 90% ସମୟ ବା ତାଠାରୁ ଅଧିକ ସମୟ ଆମର ଯେଉଁ ରକ୍ତଚାପ ରେକର୍ଡ ହୁଏ ତାହା ଏହି ପଏଣ୍ଟରୁ ହିଁ ରେକର୍ଡ ହୋଇଥାଏ। ମୁଁ ଏହାକୁ କ୍ରସ୍ ମାର୍କ ଦ୍ୱାରା ସୂଚିତ କରିଛି ବା ଏକ୍ସ ଦ୍ୱାରା ସୂଚିତ କରୁଛି। ତାପରେ ସେମାନେ ମଧ୍ୟ ବଳ ଯାଞ୍ଚ କରନ୍ତି, ଯାହାକି ରକ୍ତ ବ୍ଲଡ୍ ଭେସେଲ ଉପରେ ବା ରକ୍ତନଳୀ ଉପରେ ବା ରକ୍ତନଳୀର କାନ୍ଥ ଉପରେ ପକାଇଥାଏ, ଯାହାକୁ ମୁଁ ଏଠି ନୀଳ ରଙ୍ଗର ଚିହ୍ନ ଦ୍ୱାରା ବା ନୀଳ ରଙ୍ଗର ତୀର ଦ୍ୱାରା ସୂଚିତ କରୁଛି। ଏହି ପର୍ଟିକୁଲାର ପଏଣ୍ଟ ଛଡ଼ା ଆମେ ଯେକୌଣସି, ମନେକର ମୁଁ ଏଠି ନେଲି, ଏହି ପଏଣ୍ଟରୁ ଆମେ ଯଦି ମାପିବା ତାହେଲେ ସମସ୍ତଙ୍କର ରକ୍ତଚାପ ଅଲଗା ଅଲଗା ରହିବ। ଏଠି ଏକ୍ସ ଅପେକ୍ଷା ମୁଁ ଏଠି ନେଲି, ଯେକୌଣସି ଜାଗାରେ ବି ନେଲି ସମସ୍ତଙ୍କର ରକ୍ତଚାପ ଅଲଗା ଅଲଗା ରହିବ। ତେବେ ଚାଲ ଏବେ ଦ୍ୱିତୀୟ ପ୍ରଶ୍ନକୁ ଯିବା। ତ ଦ୍ୱିତୀୟ ପ୍ରଶ୍ନଟି କ'ଣ ଥିଲା କି ଆମେ କେତେବେଳେ ଏହାକୁ ମାପିପାରିବା। ଦେଖ, ମୁଁ ଏଠି ଗୋଟେ ଚିତ୍ର ସାହାଯ୍ୟରେ ବା ଏକ ଟେବୁଲ ସାହାଯ୍ୟରେ ତୁମମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି। ମୁଁ ଏଠି ସମୟକୁ ନେଲି ଆଉ ଏଠି ରକ୍ତଚାପକୁ ନେଲି। ଦେଖିବ ତୁମର ମାପ ଭିନ୍ନ ସମୟରେ ଭିନ୍ନ ଭିନ୍ନ ଆସିବ। ରକ୍ତଚାପ ସାଧାରଣତଃ ପାରଦର ମିଲିମିଟରରେ ମପା ଯାଇଥାଏ। ଏଠାରେ ନମ୍ବର ଗୁଡ଼ିକ 200ରୁ 0କୁ ଲେଖାଯାଇଛି ଏବଂ ମୁଁ ମୋ ନମ୍ବର ବ୍ୟବହାର କରିବି ଯାହା ମୋତେ ଡାକ୍ତର ଦେଇଥିଲେ। ତେଣୁ ମୁଁ ଏଠି କ'ଣ ଦେଇଥିଲେ? ମୋତେ 115/75 ଦେଇଥିଲେ। ମୁଁ 75 ପାଇଛି, ତେଣୁ 75ରୁ ଆରମ୍ଭ କରିବି। ଯେହେତୁ ହୃତ୍ପିଣ୍ଡ ପମ୍ପିଂ କରୁଛି ତେଣୁ ଚାପ କ'ଣ କରିବ? ଆସ୍ତେ ଆସ୍ତେ ବଢ଼ିବାକୁ ଆରମ୍ଭ କରିବ। ତେଣୁ ଏଠି ବଢ଼ିଲା, ବଢ଼ି ବଢ଼ି କେଉଁ ଯାଏଁ ଗଲା? 115 ଯାଏଁ ଗଲା। ତ ଏଠାରେ କ'ଣ ଘଟୁଛି ନା ରକ୍ତ ସ୍କୁଇଜ୍ ହେଉଛି ବା ଏମିତି ଚାପି ହେଇକି ଯାଉଛି। ଚାପି ହେଇକି କୁଆଡ଼େ ଯାଉଛି ନା ଏକ୍ସ ଆଡ଼କୁ ଯାଉଛି ଏବଂ ଯେତେବେଳେ ଏକ୍ସ ପାଖରେ ପହଞ୍ଚୁଛି ଏହା କାନ୍ଥ ଉପରେ ଗୋଟେ ବଳ ପକାଉଛି ବା ବଳ ଏଠି କ'ଣ ବଢ଼ି ବଢ଼ି ଯାଉଛି ଏବଂ ଏହା କ'ଣ ହେଉଛି ନା 75ରୁ ବଢ଼ିକି 115 ପର୍ଯ୍ୟନ୍ତ ଯାଉଛି। ତେଣୁ ଏହିସବୁ କ'ଣ ହେଉଛି ନା ହୃତ୍ପିଣ୍ଡ ଚକ୍ରର ସଙ୍କୋଚନ ଟାଇମ୍ରେ ହିଁ ହେଉଛି ବା ସଙ୍କୋଚନ ସମୟରେ ହେଉଛି। ତେଣୁ ଆମେ ଏହାକୁ ସିଷ୍ଟଲ ବୋଲି କହିଥାଉ। ସିଷ୍ଟଲ ବା ସ୍କୁଇଚିଂ ଦ୍ୱାରା ଏଇଟା ହେଉଛି, ତ ଏଇଟା ଆମକୁ ସିଷ୍ଟଲ ବୋଲି ଆମେ ଏଇଟାକୁ କହିଥାଉ। ତାପରେ କ'ଣ ହେବ ନା ଏହି ପଏଣ୍ଟ ଠାରୁ ହୃତ୍ପିଣ୍ଡର ଶିଥିଳନ ଆରମ୍ଭ ହେବ ଏବଂ ଏହା ସହିତ କ'ଣ ହେବ ନା ଚାପ କମିବା ଆରମ୍ଭ କରିବ ଏବଂ କମି କମି କେତେ 75କୁ ଯିବ, 75କୁ ଖସି ଆସିବ
ଏହା ହେଉଛି ଡାଏଷ୍ଟୋଲ। ତେଣୁ ଯେତେବେଳେ ହୃତ୍ପିଣ୍ଡ ସଂକୋଚନରୁ ଶିଥିଳ ନ ହେବ ତାପରେ ପୁଣି ରିଲିଫିଂ କରିବ ସେତେବେଳେ ଆମେ କ'ଣ ତାହାକୁ ଡାଏଷ୍ଟୋଲ ବୋଲି କହିଥାଉ। ତ ଏହି ସିଷ୍ଟୋଲରେ ଆମେ 1/3 ପାଖାପାଖି 1/3 ସମୟ ଅତିବାହିତ କରିଥାଉ ଏବଂ ଏହି ଡାଏଷ୍ଟୋଲରେ ପାଖାପାଖି 2/3 ସମୟ ଆମେ ଅତିବାହିତ କରିଥାଉ। ଏଉ ଦୁଇ ଜଣଙ୍କୁ ମିଶେଇକି ଆମେ କ'ଣ କହୁ ଏକ ହୃତ୍ସ୍ପନ୍ଦନ ବୋଲି କହିଥାଉ। ତ ଏହି ହୃତ୍ସ୍ପନ୍ଦନ କେବେ 50-50 ହେଇକି ରହିବ ନାହିଁ। ଏହାକୁ ମନେ ରଖିବାର ଗୋଟେ ସହଜ ଉପାୟ ମୁଁ କହୁଛି। ଗୋଟେ ଦିନ ହେଉଛି 24 ଘଣ୍ଟା, ମୁଁ 8 ଘଣ୍ଟା କାମ କରୁଛି, ତା ମାନେ 16 ଘଣ୍ଟା ମୁଁ ରିଲାକ୍ସ କରୁଛି ବା କାମ କରୁନାହିଁ। ତେଣୁ ମୁଁ ଭାବୁଛି ହୃତ୍ପିଣ୍ଡ ସ୍କୁଇଚିଂ ବା ସଂକୁଚିତ ହେଉଛି, ତା ମାନେ ଏହାର କାର୍ଯ୍ୟ 24 ମଧ୍ୟରୁ 8 ଘଣ୍ଟା ପ୍ରାୟତଃ 1/3 ସମୟ ସେ ନେଉଛି। ଏହିଭଳି ଭାବରେ ହୃତ୍ପିଣ୍ଡ ସିଷ୍ଟୋଲ ଏବଂ ଡାଏଷ୍ଟୋଲରେ ସମୟ ଅତିବାହିତ କରିଥାଏ ଏବଂ ଚାପ 115ରୁ 75 ମଧ୍ୟରେ ରହୁଛି। କିନ୍ତୁ ବାସ୍ତବରେ ଏହା କେବଳ 115 କିମ୍ବା 75 ନୁହେଁ, ଏହା ଦୁହିଁଙ୍କ ମଧ୍ୟରେ ହିଁ ରହିବ। ଉଦାହରଣ ସ୍ୱରୂପ ଯଦି ମୁଁ ଏଠାରେ କିଛି ସମୟ ବ୍ୟବଧାନରେ ଯାଞ୍ଚ କରିବି ଏଇଟା କ'ଣ ହେଇପାରିବ, 87 ହେଇପାରିବ, 85 ବି ହେଇପାରିବ ହେଲା। ତ 115ରୁ 75 ଏହା ହେଉଛି ରକ୍ତଚାପର ପରିସର। ଏହି ଗୋଟିଏ ପର୍ଟିକୁଲାର ରିଡ଼ିଂ ସୂଚିତ କରେ କି ଆମର ଏହି ପରିସରରେ ରକ୍ତଚାପଟା କେଉଁ ସ୍ଥାନରେ ଅଛି। ଆମେ ଏଠାରେ ଆମର ଉପର ବାହୁ ଉପରେ ରିଡ଼ିଂ ନେଇଥିଲେ ବା ବାହୁ ଧମନୀ ଉପରେ ରିଡ଼ିଂ ନେଇଥିଲେ। ତେଣୁ ଏହି ଯେଉଁ ଦୁଇଟା ପ୍ରଶ୍ନ କେଉଁଠାରେ ଆଉ କେତେବେଳେ ଆମ ମନରେ ସର୍ବଦା ଆସେ ଯେତେବେଳେ ଆମେ ରକ୍ତଚାପର ରିଡ଼ିଂ ଦେଖୁ ବା ଏହିଭଳି କିଛି ସଂଖ୍ୟା ଆମେ ଦେଖୁ। ତ ଏଠି ଯେଉଁ ଉପର ସଂଖ୍ୟା ଲେଖା ହେଇଛି 115, ୟା ମାନେ କ'ଣ ସିଷ୍ଟୋଲିକ୍ ଚାପ, ଏଇ ଯେଉଁ ତଳଟା ଲେଖା ହେଇଛି 75 ୟା ମାନେ ଡାୟାଷ୍ଟୋଲିକ୍ ଚାପ। ତ ଏବେ ମୁଁ ଭାବୁଛି ଆପଣ ସମ୍ପୂର୍ଣ୍ଣ ଭାବରେ ଏଇ ଟପିକ୍ ଉପରେ କ୍ଲିଅର ହେଇଯାଇଥିବେ।